अरे भाई बसছি ଆଉ এত চিন্তার বসছো কেন কি? ବସছি ଆଉ ଏମିତି ଆଉ ଚାକିରି ମିଳିଲାନି ପାଇଁ କି ଚିନ୍ତାରେ ବସଛ କି? ନାଇଁରେ ଭାଇ ଚାକିରି ମିଳିଲାନି ପାଇଁ ଦୁଃଖ ନାହିଁ, ଦୁଃଖ ଆହୁରି ଗୋଟେ ଅଛି। କି ଦୁଃଖ ଅଛି ମତେ ବି ଟିକେ କୁହ, କୁହ ଟିକେ। ମୁଁ କେମିତି କହିବି ରେ ଭାଇ ମୋ ଦୁଃଖ କଥା। କୁହ ଟିକେ ଦୁଃଖ କଥା, ମୁଁ ବି ଟିକେ ଶୁଣେ। ମୋ ପାଇଁ ଝିଅ ମିଳୁନାହିଁ ରେ। ଭାଇ ସତରେ କି ଝିଅ ମିଳୁନାହିଁ? ନା ରେ ଭାଇ 30 ବର୍ଷ ହେଇଗଲାଣି ବାହା ହେଇପାରୁନି। ସବୁଦିନ ଆସୁଛନ୍ତି ଦେଖିବା ପାଇଁ, ଖାଇକି ପଳେଇ ଯାଉଛନ୍ତି, ଶୁଣୁଛନ୍ତି ଛୁଆ ଚାଷ କରୁଛି, ଆଉ ଫେରିକି ଆସୁନାହାନ୍ତି। କି ଗଲା ବେଳେ ବି ମୋ ହାତରେ 10 ଟଙ୍କା ବି କେହି ଦଉନାହାନ୍ତି। ଆଉ ୟା ଭିତରେ ପ୍ରସ୍ତାବ ଆସିଥିଲା କି? ଆସିଥିଲେ ଗୋଟେ, ୟା ଭିତରେ ଗୋଟେ ଝିଅ ଆସିଥିଲା ପ୍ରସ୍ତାବ। ଯେ କଣ ହେଲା? ସେ ଝିଅଟା ଜନ୍ମରୁ ତା ଗୋଟେ ଗୋଡ ନାହିଁ, ହଉ ପୁଣି ଏତେ କଳା ଯେ ତାକୁ ଅନ୍ଧାରେ ବି ଦେଖାଯିବନି। ହଉ ତଥାପି ମୁଁ ମନକୁ ବୁଝେଇଥିଲି, ଏମିତି ବି ତ ମତେ ଝିଅ ହିଁ ମିଳୁନି। ମୁଁ ଭାବିଥିଲି ଏଇଟା ଫାଇନାଲ ହେଇଯିବ। ହୁଁ। ତୁ ବିଶ୍ୱାସ କରିବୁନି, ସେ ଝିଅ ମତେ ହିଁ ରିଜେକ୍ଟ କରିଦେଲା। ଆଁ? ମତେ ଲାଗୁଛି ଭଗବାନ ବୋଧେ ମୋ ପାଇଁ ଝିଅ ଜନ୍ମ କରିବା ପାଇଁ ଭୁଲି ଯାଇଛନ୍ତି। ସାଙ୍ଗମାନେ ସବୁ ନେଇକି ବୁଲୁଛନ୍ତି ଗାଡିରେ, ମୁଁ ସେମିତି ସାଇକେଲରେ ଏକା ଏକା ବୁଲୁଛି।